ଅଯୋଧ୍ୟାରେ ରାମ ମନ୍ଦିର ଚମତ୍କାର ଲେଜର ଶୋରେ ଆଲୋକିତ। ଦେଖନ୍ତୁ ଭିଡିଓ। ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପରେ ରାମ ମନ୍ଦିର ଏକ ଚମତ୍କାର ଲେଜର ଶୋରେ ସୁସଜ୍ଜିତ ହୋଇ ପ୍ରଭୁ ରାମଙ୍କର ଏକ ଚମତ୍କାର ଚିତ୍ର ସୃଷ୍ଟି କରିଥିଲା। ନ୍ୟୁଜ ଏଜେନ୍ସି ଏନ୍ଆଇ ମନ୍ଦିରର ଉଜ୍ଜ୍ୱଳ ଆଲୋକକୁ ଏକ ଭିଡିଓ ଦ୍ୱାରା ଐତିହାସିକ ମୁହୂର୍ତ୍ତର ସୌନ୍ଦର୍ଯ୍ୟ ଏବଂ ମହାନତାକୁ ଦେଖାଇଛି। ଦିୱାଲୀ ସମୟରେ ଏହାର ପ୍ରତୀକାତ୍ମକ ଦୀପୋତ୍ସବ ପାଇଁ ଉତ୍ତରପ୍ରଦେଶ ସରକାର ଅଯୋଧ୍ୟାକୁ ପାରମ୍ପରିକ ଦୀପ ଦ୍ୱାରା ଆଲୋକିତ କରି ଏହି ଉତ୍ସବ ପାଳନ କରିଥିଲେ। ଏହି ଉତ୍ସବର ଏକକ ଅଂଶ ଭାବରେ ରାମ ମନ୍ଦିରର ଉଜ୍ଜ୍ୱଳ ଆଲୋକର ସାକ୍ଷୀ ହୋଇ ଯୋଗୀ ଆଦିତ୍ୟନାଥ ଏହି କାର୍ଯ୍ୟକ୍ରମକୁ ଅନୁଗ୍ରହ ପ୍ରଦାନ କରିଥିଲେ। ପ୍ରାଣ ପ୍ରତିଷ୍ଠାଙ୍କ କାର୍ଯ୍ୟ ସମ୍ପନ୍ନ ପରେ ସନ୍ଧ୍ୟା ଆଳତୀ ଅନୁଷ୍ଠିତ ହୋଇ ଅଯୋଧ୍ୟାରେ ଆଧ୍ୟାତ୍ମିକ ପରିବେଶକୁ ଆହୁରି ସମୃଦ୍ଧ କରିଥିଲା। ମନ୍ଦିରରେ ଭଗବାନ ରାମଲାଲାଙ୍କ ଅଯୋଧ୍ୟା ରାମମନ୍ଦିର ମୂର୍ତ୍ତିରେ ମଣ୍ଡିତ ପ୍ରତ୍ୟେକ ଅଳଙ୍କାରର ମହତ୍ତ୍ୱ ରହିଛି। ଦେବତାଙ୍କ ବୟସ 5 ବର୍ଷ ହୋଇଥିବାରୁ ତାଙ୍କ ପାଖରେ ଖେଳିବା ପାଇଁ ରୂପା ଖେଳନା ରଖାଯାଇଛି। ରାମଲାଲା ସୂର୍ଯ୍ୟଦେବଙ୍କ ପ୍ରତୀକ ଉତ୍ତର ଥିବା ମୁକୁଟ ପିନ୍ଧିଛନ୍ତି। ଭାରତୀୟ ପରମ୍ପରାରେ ମା ମାଣିକ୍ୟ, ନୀଳକାନ୍ତ ମଣି ଓ ହୀରା ଖଚିତ ଏହି ସୁନା ମୁକୁଟ ତିଆରି କରାଯାଇଛି। ପ୍ରଣତିଙ୍କୁ ନେତୃତ୍ୱ ଦେବା ପରେ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ପ୍ରକାଶ କରିଛନ୍ତି, ଶତାବ୍ଦୀ ଅପେକ୍ଷା ପରେ ପ୍ରଭୁ ରାମ ଶେଷରେ ତାଙ୍କ ଜନ୍ମ ସ୍ଥାନରେ ପହଞ୍ଚିଛନ୍ତି। ଆମର ଧୈର୍ଯ୍ୟ ଏବଂ ବଳିଦାନ ପରେ ଆମର ଶତାବ୍ଦୀ ଧରି ପ୍ରଭୁ ରାମ ଶେଷରେ ତାଙ୍କ ଜନ୍ମ ସ୍ଥାନରେ ପହଞ୍ଚିଛନ୍ତି। ଆଜିର ଦିନଟି ଦେଶ ପାଇଁ ଏକ ଐତିହାସିକ ଏବଂ ଆନନ୍ଦଦାୟକ ମୁହୂର୍ତ୍ତରେ ସୂର୍ଯ୍ୟଦେବଙ୍କ ପ୍ରତୀକ ରହିଛି। ମୁକୁଟର ଡାହାଣ ପାର୍ଶ୍ୱରେ ମୋତି ବୁଣା ଯାଇଛି। ଏକ ବଡ଼ ମାଣିକ୍ୟ ଓ ହୀରାରେ ସଜ୍ଜିତ କୌସ୍ତୁଭ ମଣି ମୂର୍ତ୍ତିର ହୃଦୟରେ ଶୋଭାଉଛି। ଶାସ୍ତ୍ର ଅନୁଯାୟୀ ବିଷ୍ଣୁଙ୍କର ସମସ୍ତ ଅବତାର ଏହି ପାଉରତ୍ନକୁ ନିଜ ହୃଦୟରେ ପିନ୍ଧନ୍ତି ବୋଲି ପ୍ରସ୍ତ କହିଛି। ରାମଲାଲା ପିନ୍ଧିବା ସବୁଠାରୁ ଲମ୍ବା ହାର ହେଉଛି ବିଜୟମାଳା। ମାଣିକ୍ୟ ଖଚିତ ସୁନାହାର ବିଜୟ ପାଇଁ ଉଦ୍ଦିଷ୍ଟ। ଏଥିରେ ବୈଷ୍ଣବ ପରମ୍ପରାର ପ୍ରତୀକ ସୁଦର୍ଶନ ଚକ୍ର, ପଦ୍ମ, ଶଙ୍ଖ ଓ ମଙ୍ଗଳ କଳସ ରହିଛି। ରାମଲାଲା ପିନ୍ଧିଥିବା ଅନ୍ୟ ଅଳଙ୍କାର ହେଲା କାନ୍ତା। ଏହା ଏକ ଅର୍ଦ୍ଧଚନ୍ଦ୍ର ଆକୃତିର ତୀର ହାର। ଏଥିରେ ସୌଭାଗ୍ୟର ପ୍ରତୀକ ଫୁଲ ଡିଜାଇନ ବେଳେ କେନ୍ଦ୍ରରେ ସୂର୍ଯ୍ୟଦେବଙ୍କ ଛବି ରହିଛି। ରୂପାର ଲାଲ ତିଳକ। ରାମଲାଲାଙ୍କ କପାଳରେ ଥିବା ରୂପାର ଲାଲ ତିଳକରେ ହୀରା ଓ ମାଣିକ୍ୟ ଲଗାଯାଇଛି। ଲାଲ ତିଳକରେ ହୀରା ଓ ମାଣିକ୍ୟ ଲଗାଯାଇଛି ବୋଲି କହିବା ମନ୍ଦିର କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ମନ୍ଦିର ଟ୍ରଷ୍ଟର ଅଳଙ୍କାର ତିଆରି ଅନୁସାରେ ଅଧ୍ୟାତ୍ମ ରାମାୟଣ, ବାଲ୍ମୀକି ରାମାୟଣ, ରାମଚରିତମାନସ ଏବଂ ଅଲବାନ୍ଦର ସ୍ତୋତ୍ର ସମେତ ଶାସ୍ତ୍ରର ଗବେଷଣା ଓ ଅଧ୍ୟୟନ ଆଧାରରେ ଏହି କରାଯାଇଛି। ଶ୍ରୀ ଅଙ୍କୁର ଆନନ୍ଦଙ୍କ ଅନୁଷ୍ଠାନ ହରସା ହିମଲ ଶ୍ୟାମଲାଲ ଜୁଏଲର୍ସ ଲେଖନୌ ଦ୍ୱାରା ଏହି ଅଳଙ୍କାର ପ୍ରସ୍ତୁତ କରାଯାଇଛି। ରାମଲାଲା ପିନ୍ଧିବା ହଳଦିଆ ରଙ୍ଗର ଧୋତି ଓ ଲାଲ ଅଙ୍ଗବସ୍ତ୍ର ହେଉଛି ବନାରସୀ କପଡ଼ାର, ଯେଉଁଥିରେ ଶଙ୍ଖ, ପଦ୍ମ, ଚକ୍ର ଓ ମୟୂରର ଜଟିଳ ଜରି ଓ ସୂତା କାମ ରହିଛି। ଅଯୋଧ୍ୟାରେ କାମ କରୁଥିବା ଦିଲ୍ଲୀର ଟେକ୍ସଟାଇଲ ଡିଜାଇନର ମନୀଷ ତ୍ରିପାଠୀ ଏହି ପୋଷାକ ତିଆରି କରିଛନ୍ତି ବୋଲି ପ୍ରସ୍ତ କହିଛି। ସମାରୋହ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପକୁ ଆଲୋକିତ କରି ଉତ୍ସବରେ ଭାଗ ନେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଏହି ଦୀପ ଜାଳିବା ଦ୍ୱାରା ଘରଗୁଡ଼ିକୁ ଆଲୋକିତ କରିଥିଲା। ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀମାନଙ୍କୁ ମଧ୍ୟ ସେମାନଙ୍କ ବାସଭବନରେ ଦୀପ ଜାଳି ଆଲୋକିତ କରିବାକୁ କହିଥିଲେ। ଏକତାର ଭାବନା ବଢ଼ାଇବା ସହ ଉତ୍ସବରେ ଯୋଗ ଦେବାକୁ ଉତ୍ସାହିତ କରିଥିଲେ। ଭିଡ଼ିଓଟାକୁ ଏଇଠି ଏଣ୍ଡ କରିବା। ରହିଲି। ଜୟ ଜଗନ୍ନାଥ। ବାଏ ବାଏ। ପୁଣି ଦେଖାବ ଆସନ୍ତାକାଲି। ଶୁଭ ସକାଳ।